सांप्रतिक परिस्थिति रे यांत्रिक प्रणाली रे चाष कार्य होइतिबा जोगु कृषकों को जेतिकी सुविधा हेउछि सेतिकी असुविधा मध्य घटुछि। पूर्वरु चाषी धान अमल पर श्रमिक लगाई धान को हाथ में काटी हल किंबा ट्रैक्टर द्वारा मली धान अगाड़ी और पाड़ को अलग अलग कर बाहरी पाड़ गोटे जगार गच्छित रखुले सही पाड़ गाई गोरु खाद्य भाव व्यवहार करुले। एसहित उक्त पाड़ को पचाई खतरे परिणत कर बिलरे व्यवहार करने द्वारा माटीर उर्वरता वृद्धि पाउथला। वर्तमान स्थिति बदली जाइछि। चाषी हल बलद छाड़ी अत्याधुनिक जंत्रपाति व्यवहार आड़ को आगे गले। धान अमल समय अधिकांश जंत्रपाति तथा हार्वेस्टर उपर निर्भर धान अमल करा जाउछि। सेथिरु बाहरिथिबा केवल धान को रखी बिल किछि दिन सुखिला हेबा परे चाष जमी रे पड़िथिबा पाळ अगाड़ी सहित नाड़ को निया लगाई जाली देउछि, जहा फल माटी रे थिबा उर्वरता दिनकु दिन ह्रास पाउछि। एसहित स्थानीय अंचल प्रदूषण बढ़ुवा देखा मिली। तेज यह विषय में आम ब्रह्मपुर कृषि वैज्ञानिक सुजित नाथ सहित जोगाजोग करिबारु से निजर प्रतिक्रिया प्रकाश करिसेंती। ମୁଁ डॉक्टर सुजित कुमार नाथ कृषि विज्ञान केंद्र गंजाम बरहमपुर वरिष्ठ वैज्ञानिक मुख्य भाव काम करुच्ची। देखु देखु आपण जो माने चाषी चाष सांगे इनवल्व अच्छा समस्ते पानी कौन आवश्यकता समस्ते जानते। आम देश में 83% पानी केवल चाष व्यवहार कराई चाषी सब पानी पानी चित्कार करुच्ची। आपड़ गोटे बड़ आश्चर्य कथा है देखुए आम चिकिटी ब्लॉक रे पाखे लोक मैंने सब धान जमी सरला निआ लगे दूसर। ये निआ लगे द्वारा माटी जो जीवाणु मैंने अच्छा सी सब मरी जाऊँच। पानी आ भर जीव केमती से माटीर प्रोडक्टिविटी कमी जाऊँगी। पानी को व्यवहार करने आजिकल सरकार कहलानी पर ड्रप मोर क्रॉप करने कि आम पानी ठीक विनियोग कर पारे कि
ବୁନ୍ଦା ଜଳସେଚନ ହଉ ସ୍ପ୍ରିଙ୍କଲର ଜଳସେଚନ ହଉ ଏସବୁ ସବୁଥିରେ ବ୍ୟବହାର କରିବାର ଆବଶ୍ୟକତା ଅଛି। ଯୋଉ ଧାନ ଉପରେ ଆପଣମାନେ ବହୁତ ଆପଣମାନେ ନିର୍ଭର କରୁଛନ୍ତି ତାକୁ ଟିକେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି, କାରଣ ଧାନ ବହୁତ ପାଣି ନିଏ। ଯୋଉଥିରେ ପାଣି ଯୋଉ ଅଞ୍ଚଳରେ ଧାନ ନିଶ୍ଚିତ ହବ ସେ ଅଞ୍ଚଳରେ ଧାନ ଚାଷ କରନ୍ତୁ, ଅନ୍ୟ ଜାଗାରେ ଅଣଧାନ ଫସଲ କରନ୍ତୁ, ଫଳ ଚାଷ କରନ୍ତୁ, ପନିପରିବା ଚାଷ କରନ୍ତୁ। ଏହା କଲେ ଆମର ଅର୍ଥନୀତି ମଧ୍ୟ ହବ, ଚାଷୀମାନେ ମଧ୍ୟ ଅଧିକା ପଇସା ପାଇବେ ଏବଂ ପାଣିର ଯୋଉ ଆବଶ୍ୟକତା ରହିଛି ସେଟା ମଧ୍ୟ ଆସ୍ତେ ଆସ୍ତେ କମିବ ଏବଂ ଆମେ ତ ଭାବୁଛୁ ଭବିଷ୍ୟତରେ ପାଣି ପାଇଁ ଗଣ୍ଡଗୋଳ ହବ। ଦେଖୁଛନ୍ତି ଆପଣ ଦକ୍ଷିଣ ଭାରତରେ କାବେରୀ ପାଇଁ ହଉ ମହାନଦୀ ପାଇଁ ଆମେ କେତେ ଗଣ୍ଡଗୋଳ କରୁଛେ, ତେଣୁ ଭବିଷ୍ୟତରେ ପାଣି ପାଇଁ ଗଣ୍ଡଗୋଳ ହବ। ତେଣୁ ଏବେଠୁ ଚାଷୀ ଭାଇମାନଙ୍କୁ ମୁଁ ସତର୍କ କରିଦେଲି ଯେ ଆପଣ ଆପଣଙ୍କ ଅଞ୍ଚଳର ନିଜ ପାଣିର ବ୍ୟବସ୍ଥା ନିଜେ କରନ୍ତୁ, ପାଣି କେମିତି ବାହାରକୁ ବହି ନଯିବ ସେ ବ୍ୟବସ୍ଥା କରନ୍ତୁ ଏବଂ ସମସ୍ତେ ପାଣି ଉପରେ ଆୱାର ହୁଅନ୍ତୁ, ସଚେତନ ହୁଅନ୍ତୁ, ତାର ବ୍ୟବସ୍ଥା କେମିତି ୟୁଟିଲାଇଜ ହେଇପାରିବ। ଦେଖନ୍ତୁ ଏ ବର୍ଷ ଆପଣ ସମସ୍ତେ ଅନୁଭବ କରିଛନ୍ତି, ଚାଷୀ ଭାଇ ମାନେ ବି ଅନୁଭବ କରିଛନ୍ତି ଯେ ୟୁରିଆ ସାର ଠିକରେ ମିଳିଲା ନାହିଁ। ଯୋଉ ଚାଷୀ ମାନେ 2 ବସ୍ତା ସାର ପକାଉଥିଲେ ସେମାନେ ବସ୍ତେ ମଧ୍ୟ ପକେଇ ପାରୁନାହାନ୍ତି। କିନ୍ତୁ ଏ ବର୍ଷ କୋଉଠି ଧାନର ଉତ୍ପାଦିକତା କମିଛି କି? ତା ମାନେ ଆମେ ୟୁରିଆ ଗୁଡା ବେକାର ପକଉଥିଲେ। ତେଣୁ ଚାଷୀ ତାର ମାଟି ପରୀକ୍ଷା କରି ସାର ପକେଇବା ଉଚିତ। ଆପଣ ମାନେ ୟୁରିଆ ସାର କମ ପଇସା, ତେଣୁ ସାର ମାନେ ବୁଝୁଛନ୍ତି ଆପଣ ମାନେ ୟୁରିଆ, ଏହା ଦ୍ୱାରା ମାଟିର ମଧ୍ୟ ଅମ୍ଳତ୍ୱ ବଢୁଛି, ମାଟି ଏସିଡିକ ହଉଛି। ଏସିଡିକ ହବା ଦ୍ୱାରା ତାର ଜୀବାଣୁ ମାନେ ନଷ୍ଟ ହେଇଯାଉଛନ୍ତି, ତାର ପୋରୋସିଟି କମି ଯାଉଛି, ତାର ଜଳ ଧାରଣ କ୍ଷମତା କମି ଯାଉଛି। ତେଣୁ ଆପଣ ମାନେ ୟୁରିଆ ସାରକୁ ବେଶୀ ବ୍ୟବହାର ନ କରି ଗୋଟେ ସୁଷମ ସାର ପ୍ରୟୋଗ କରନ୍ତୁ ଏବଂ ଏଥିପାଇଁ ଆପଣ ମୃତ୍ତିକାକୁ ଫାଷ୍ଟ ପରୀକ୍ଷା କରିକି ତାପରେ ପକାନ୍ତୁ ସାର। ଆମେ ଧାନ ଚାଷୀ ମାନଙ୍କୁ କହୁଛୁ ଯେ ଆପଣ ମାନେ ସମସ୍ତେ ଧଣିଚା ଚାଷ କରନ୍ତୁ। ଯୋଉମାନେ ରୁଆ ଧାନ କରୁଛନ୍ତି ଧଣିଚା ଫାଷ୍ଟ କି ସନ୍ହେମ ତାକୁ ପକେଇକି ମାଟିର ଉର୍ବରତାକୁ ରକ୍ଷା କରନ୍ତୁ। ଆମର ଆଜସ୍ଟ୍ରିଲମ ଆଜୋଟିବ୍ୟାକ୍ଟର ଏ ବହୁତ ଗୁଡେ ଜିନିଷ ଜୈବିକ ଉପାୟରେ କରାଗଲାଣି। ମାଟିର କେମିତି ଜଳ ଧାରଣ କ୍ଷମତା ରହିବ, ମାଟିର ଉତ୍ପାଦିକତା କେମିତି ଇଣ୍ଟାକ୍ଟ ରହିବ, ତା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଗଲାଣି। ତା ପାଇଁ ଆମେ ସବୁବେଳେ ଚାଷୀ ଗଞ୍ଜାମ ଚିକିଟିରୁ ଶୁଭଶ୍ରୀ ପ୍ରଧାନଙ୍କ ରିପୋର୍ଟ, ନ୍ୟୁଜ ଉପାନ୍ତ ଖବର।